ଟୋଟାଲି ଆମର ଏମିତି ବଣ ଭୋଜି କରିବାକୁ ଯାଇଛନ୍ତି ଆଉ ଟିକେ ଆମ ଦର୍ଶକ ମଇଦାନରେ ଆସିକି ପ୍ରାକ୍ଟିସ ଆପଣ କେତେ କରିଥିଲେ? ବାଲିରେ ପ୍ରାକ୍ଟିସ କରିନାହିଁ ଜମା ଯେମିତି ଟେନିସ୍ ଟେ କରିଥିଲି ସର୍ରାଉଣ୍ଡିଂ। ଆଚ୍ଛା, ତ ଏବେ ଆମର ଖେଳରୁ କିଛି ସମୟ ପାଇଁ ବିରତି ହେଇଛି। ଦେଖନ୍ତୁ କେତେ ପିଲା ଆମର ଅଛନ୍ତି। ଏଇଟା ତ ଆମର ଏ ବର୍ଷର ପ୍ରଥମ ମ୍ୟାଚ୍। ଭାଇମାନେ ଆମର ଆସିଛନ୍ତି। ଟୋଟାଲି ଆମର ଏମିତି ବଣ ଭୋଜି କରିବାକୁ ଯାଇଛନ୍ତି ଆଉ ଆମେ ଟିକେ ସାଗରକୁ ପଚାରିବା ଯେ ଏଇ ବର୍ଷର ପ୍ରଥମ ଖେଳ ତାଙ୍କର ପରଫର୍ମାନ୍ସ ଟା। ସାଗର ଭାଇ, ଆପଣଙ୍କର ପରଫର୍ମାନ୍ସ ଟା ଟିକେ ଦେବେ। ଏକଦମ ବେକାରୀ ପରଫର୍ମାନ୍ସ ଦେଇପାରିବିନି ଭାଇ, କିଛି କହିବେ? ଆଚ୍ଛା, ସରିଲା ପରେ ଆପଣ କହିବେ ଯେତେବେଳେ ହେବ ଆସିଯିବ। ଆଚ୍ଛା, ଆଉ ଆପଣଙ୍କୁ ମଇଦାନରେ ଆସିକି ପ୍ରାକ୍ଟିସ ଆପଣ କେତେ କରିଥିଲେ? ବାଲିରେ ପ୍ରାକ୍ଟିସ କରିନାହିଁ ଜମା ଯେମିତି ଟେନିସ୍ ଟେ କରିଥିଲି ସର୍ରାଉଣ୍ଡିଂ। ଆଚ୍ଛା, ଚେଷ୍ଟା ଆଉ ଆଶା ଅଛି ଆଉ କେତେଟା ମାରିବାର? ଆଉ ଜମା ମାରିବା ଆଉ ଟିକେ ଯଦି ଆପଣଙ୍କ ଟିମ୍ ମ୍ୟାନେଜର ଯଦି ଖାଇବାକୁ ଦିଅନ୍ତି ତାହେଲେ ସେଥିସହିତ ଆମେ ଏବେ ଆସି ଦୀପକଙ୍କ ଭାଇଙ୍କ ପାଖରେ ପହଞ୍ଚି ଯାଇଛୁ। ଭାଇଙ୍କୁ ପଚାରିବା, ଭାଇ ମତେ ଟିକେ ଏପଟେ କହିବେ ଦୟାକରି ଯେ ଆଜିର ଖେଳଟି କେମିତି ଲାଗୁଛି ଭାଇ? ଏପଟେ ଆମ ଦର୍ଶକ ଆଜିର ପରଫର୍ମାନ୍ସ ଆପଣଙ୍କୁ କେମିତି ଲାଗୁଛି? କଣ କେତେ ରନ୍ କରୁଛି? ଆଚ୍ଛା ଭାଇ, ଆପଣ ଆଉଟ ହେଇଯାଇଛନ୍ତି, କଣ କରିବା ଭାଇ? ଏମିତି ଟିକେ ବୁଲା ଯାହା ଭାଇ କହିଲେ ବହୁତ ଖୁସି ଲାଗିଲା ଶୁଣିକି। ଆଉ ମୁଁ କଣ କହିବି?